ओम नमः शिवाय। ମୁଁ ଜ୍ୟୋତିର୍ବିଦ ଓ ଶିବ ସାଧକ ପ୍ରଫେସର ରୁଦ୍ରପ୍ରସନ୍ନ ମହାପାତ୍ର ଆପଣଙ୍କ ନିକଟରେ ଆଜି ଉପସ୍ଥାପନ କରିବି ଯେ କିପରି ଆପଣ ଭିନ୍ନ ଦେବତା ଭିନ୍ନ ଉପାସନା ମାତ୍ର ଆପଣଙ୍କର ସଠିକ୍ ଅଭିଳାଷାଟି ପୂରଣ ହୋଇଯାଏ। ଆପଣ କହିବେ ସାର୍ ଆପଣ ତ କହୁଛନ୍ତି ଶିବ ହେଲେ ମୋକ୍ଷ ସଂହାରକର୍ତ୍ତା ସଂହାର ଭୈରବ, ତ ମୁଁ କେମିତି ଗୋଟେ ମନସ୍କାମନା ନେଇ ଶିବଙ୍କୁ ଆରାଧନା କଲି ଏବଂ ସେ ମନସ୍କାମନାଟି ପୂରଣ ହୋଇଗଲା। ଏମିତି ବହୁତ ବ୍ୟକ୍ତିଙ୍କର ହେଇଥିବ ଯେ ସେମାନେ ମନ୍ଦିର ଯାଇଥିବେ କିମ୍ବା କିଛି ଅନୁଷ୍ଠାନ କରିଥିବେ। ଅନୁଷ୍ଠାନ ମାନେ ବୁଝି ନିଅନ୍ତୁ ସେ ରୁଦ୍ରାଭିଷେକ ହେଉ, ଭୈରବଙ୍କର ହୋମ ହେଉ, ଗୋଟେ ମନ୍ଦିରରେ ଯାଇକି ବାରମ୍ବାର କିଛି ଗୋଟେ ମନ୍ତ୍ର ପାଠ କରିବା ହେଉ, କିଛି ଗୋଟେ ତପସ୍ୟା, ଗୋଟେ ଅନୁଷ୍ଠାନ ଦ୍ୱାରା ମୋର ନିଜର ଇଚ୍ଛାଟି ପୂର୍ତ୍ତି ହୋଇଗଲା। ତାହେଲେ ନିଶ୍ଚିତ ରୂପେ ଭଗବାନ ଅଛନ୍ତି ଯିଏକି ମୋର ଇଚ୍ଛା ପୂର୍ତ୍ତି କରିଦେଲେ। ମନେ ରଖିଥାନ୍ତୁ, ଯଦି ଭଗବାନ ସତରେ ଆପଣଙ୍କ ପାଖରେ ଅଛନ୍ତି ଏବଂ ଆପଣଙ୍କ ମୋକ୍ଷଗାମୀ କରାଇବାଟା ତାଙ୍କର କାମ, ତାହେଲେ ପ୍ରଥମ ଜିନିଷ ହେଲା ସିଏ ଆପଣଙ୍କ ଠାରୁ ଥିବା ଆପଣଙ୍କର ସବୁଠୁ ପ୍ରିୟ ଜିନିଷ ଗୁଡ଼ାକୁ ଛଡ଼ାଇ ନେବେ। ଏଇଟା ମୁଁ ନୁହେଁ, ବହୁତ ଗୁଡ଼ିଏ ଲୋକ ଆପଣ ୟୁଟ୍ୟୁବରେ ବି ଶୁଣୁଥିବେ, ସେମାନେ କହୁଥିବେ ଯେ ଗୋଟେ ସାଧକ ସେ ଯେମିତି ମାୟାରେ ପଶିବନି, ଆଉ ଯିଏକି ବାସ୍ତବରେ ଈଶ୍ୱରଙ୍କର କାମନା ଚାହିଁବ, ସେ ଚାହିଁବ ମୁଁ ଈଶ୍ୱରଙ୍କ ସାଙ୍ଗରେ ମିଶିବି, ସେ କାହିଁକି ଏସବୁ ଜିନିଷରେ ମୁଣ୍ଡ ଖେଳାଇବ। ତେବେ ଛାଡ଼ନ୍ତୁ, ବିଷୟବସ୍ତୁଟି ହେଲା କେମିତି ହେଇଯାଏ। ସାର୍ ମୁଁ କିଛି ଧନ ନେଇକି ଆମର ଜଣେ ଭଲ ସରସ୍ୱତୀ ମନ୍ଦିର ଅଛି ଗାଁରେ, ମୁଁ ତାଙ୍କ ଆଗରେ ଯାଇ ସବୁଦିନ ମାଗିଲି ମୋର ଚାକିରି ଖଣ୍ଡେ ହେଇଯାଉ ହେଇଗଲା। ତ ଏସବୁ ଜିନିଷ ହୁଏ କେମିତି? ପ୍ରଥମ ଜିନିଷ ହେଲା ଆପଣଙ୍କର କର୍ମ ବା ପ୍ରାରବ୍ଧ କର୍ମରେ ଯାହା ଲିଖିତ ଅଛି ସେ ଜିନିଷ ଆପଣ ନିଶ୍ଚିତ ପାଇବେ। ଯାହା ଲିଖିତ ଅଛି ମାତ୍ର ସିଏ ଆପଣଙ୍କର ଚେଷ୍ଟାକୁ କିଛି ଦର୍ଶାଉଛି ଯେ ହଁ 19-20 ଅଛି, ସେ ଜାଗାରେ ଆପଣ କିଛି ପୂଜା ଅନୁଷ୍ଠାନ ହେଉ, ଦାନ ଧର୍ମ ହେଉ କିମ୍ବା କିଛି ସତ୍କର୍ମ ମାଧ୍ୟମରେ ନିଜର ଫଳ ପ୍ରାପ୍ତି କରନ୍ତି। ଏଠି ମୋର କହିବାର ଉଦ୍ଦେଶ୍ୟଟି ହେଲା ଯେ ଆପଣ ଯେତେବେଳେ କୌଣସି ଦେବତା କିମ୍ବା ଦେବୀଙ୍କ ପାଖକୁ ବାରମ୍ବାର ଗୋଟିଏ ମନସ୍କାମନା ପୂରଣ ପାଇଁ ଯାଆନ୍ତି, ସେତେବେଳେ ଆପଣ ତାଙ୍କର ମନ୍ତ୍ର ପଢ଼ନ୍ତୁ, ତାଙ୍କର ଯନ୍ତ୍ର ଘରେ ରଖନ୍ତୁ, ତାଙ୍କର ସ୍ତୁତି କରନ୍ତୁ ମନେ ମନେ। ଆପଣଙ୍କ ମନରେ କିନ୍ତୁ ସେଇ ଚିନ୍ତାଟା ଆଗ ଥାଏ ଯେ ମୋର ଏଇ କାମଟା କେମିତି ହଉ। ଯେତେବେଳେ ଆମେ କିଛି ମନ୍ତ୍ର ପାଠ କରୁ ସେତେବେଳେ ମହାଜଗତର ଶକ୍ତି ଗୁଡ଼ିକ ଜାଗ୍ରତ ହେଇ ଉଠନ୍ତି। ଆପଣ ନିଜେ ପଢ଼ନ୍ତୁ କିମ୍ବା ଆପଣଙ୍କ ତରଫରୁ ଆଉ କିଏ ସାଧକ ତାକୁ ପଠନ କରନ୍ତୁ, କିନ୍ତୁ ଶକ୍ତି ଗୁଡ଼ିକ କିଛି ମାତ୍ରା ଜାଗ୍ରତ ହେଇ ଉଠନ୍ତି। ଯେହେତୁ ସେହି ସମୟରେ ଆପଣଙ୍କ ମନରେ ଇଚ୍ଛା ଥାଏ, କୌଣସି ଗୋଟେ ଇଚ୍ଛା ପୂର୍ତ୍ତି ପାଇଁ ସେଇଟା ହେଇଯାଏ। ହେଲା ଗୋଟେ। ଦ୍ୱିତୀୟ, ଆପଣ ଜାଣିଥିବେ ଆମେ ସବୁବେଳେ କହୁ ମହାପ୍ରଭୁ, ତ ମହାପ୍ରଭୁଙ୍କୁ ଛାଡ଼ିକି ଆଉ ବହୁତ ପାର୍ଶ୍ୱପ୍ରଭୁ ଅଛନ୍ତି। ଯେମିତିକି ଯେକୌଣସି ଗୋଟିଏ ଯେତେବେଳେ ଆମେ ଅନୁଷ୍ଠାନ କରୁ, ସେଇ ରୁଦ୍ରଙ୍କ କଥା ହିଁ ଭାବି ନିଅନ୍ତୁ, ଯେମିତି କଣ୍ଠେ ସରସ୍ୱତୀ ବସ୍ତୁ, ବାହେ ବିଭିନ୍ନ ଦେବତାଙ୍କୁ ବି ଆମେ ଆବାହନ କରୁ। ତ ଆମେ ଖାଲି ସେଇ ଦେବତାଙ୍କୁ ପୂଜା କରୁନା, ଗୋଟେ ଅନୁଷ୍ଠାନ ସମୟରେ ଆମେ ଭିନ୍ନ ଭିନ୍ନ ଦେବତାଙ୍କୁ ପୂଜା କରୁ। ଆପଣ ଯଦି ସେ ଗୋଟେ ଲକ୍ଷ୍ମୀଙ୍କର ପୂଜା କରନ୍ତୁ, ଦେବୀଙ୍କର ପୂଜା କରନ୍ତୁ, ଶିବଙ୍କର ପୂଜା କରନ୍ତୁ, ଭିନ୍ନ ଭିନ୍ନ ଦେବତାଙ୍କୁ ଆମେ ପୂଜା କରୁ। ଖାଲି ଯେତେବେଳେ କୁବେରଙ୍କ ପାଇଁ ଆପଣ ପୂଜା କଲେ ନାହିଁ, ଆପଣ କୌଣସି ଦେବତାଙ୍କୁ ପୂଜା କଲେ ସେଠି ଆପଣ ଦେଖିବେ ସେ କୁବେରଙ୍କୁ ଆପଣ ଟିକେ ଆବାହନ କରୁଛନ୍ତି। ଏଇ ଯେଉଁ ଭିନ୍ନ ଭିନ୍ନ ଦେବତାଙ୍କୁ ଆମେ ଡାକୁ ବା ବିଭିନ୍ନ ଭିନ୍ନ ଏଣ୍ଟିଟିଜ୍, ସେମାନଙ୍କୁ ତାଙ୍କ ମନ୍ତ୍ର ଦ୍ୱାରା ଆବାହନ କରୁ। ତାଙ୍କ ଭିତରୁ କୌଣସି ଗୋଟେ ଦେବତା କିମ୍ବା ଦେବୀ ଆପଣଙ୍କର ସେଇ କାମଟାକୁ କରେଇଦେଲେ। ତେଣୁ ଆମେ ଗୋଟେ ଯଜ୍ଞ କଲୁ, ହୋମ କଲୁ, ଆମର କାମଟି ହେଇଗଲା। କିନ୍ତୁ ଯଜ୍ଞଟା କରିଥିଲୁ ଆମେ କାହା ପାଇଁ?
ଆମେ ଭୈରବୀଙ୍କ ପାଖରେ କରିଥିଲୁ, କିନ୍ତୁ ଆମର ଦରକାର ଥିଲା ଅନ୍ୟ କିଛି ଜିନିଷ, ସେଟା ହେଇଗଲା। ଯେକୌଣସି ଗୋଟେ ସାଧକ ପାଖକୁ ଆପଣ ଯିବେ, ଯଦି ମୋ ପାଖକୁ ଆପଣ ଆସୁଛନ୍ତି, ମୁଁ ଆପଣଙ୍କୁ ଶିବଙ୍କ ଦ୍ୱାରା କ'ଣ ସମ୍ଭବ ସେଟା କହିଦେଇପାରେ। ଗୋଟେ ଶକ୍ତି ସାଧକ ଗୋଟେ ଶକ୍ତି ପୂଜାରେ କ'ଣ ସମ୍ଭବ ସେ କହିଦେଇପାରେ। ଅର୍ଥାତ୍ ଆପଣଙ୍କର ଯାହା ବି ଗୋଟେ ଜୀବନରେ ପ୍ରୋବ୍ଲେମ୍ ଥାଉ, ଯେଉଁ ସାଧକର ଯେଉଁଥିରେ ସିଦ୍ଧି ଅଛି ସେ ତାକୁ ସେଇଥିରେ ହିଁ ପୂରଣ କରିବାକୁ ଚେଷ୍ଟା କରିବ। ସାର୍ ମୋର ପିଲାପିଲି ହେଉନି, ଶିବ ମନ୍ଦିରକୁ ଗଲେ ସେ କହିବ ରୁଦ୍ରାଭିଷେକ, ବିଷ୍ଣୁ ମନ୍ଦିରକୁ ଗଲେ ସେ କହିବେ ବିଷ୍ଣୁ ସହସ୍ରନାମ। ମାତ୍ର ମୋର ସବୁବେଳେ ଆପଣଙ୍କୁ ଗୋଟିଏ ବିନୀତ ଅନୁରୋଧ, ଯୋଡ଼ା ହସ୍ତରେ ଆପଣ ଭଗବାନ ଆପଣଙ୍କୁ ଯାହା ଦେଇଛନ୍ତି ତାକୁ ନେଇକି ସବୁବେଳେ ଖୁସିରେ ରୁହନ୍ତୁ। ଯଦି ଭଗବାନ ଆପଣଙ୍କୁ କିଛି ଦେଉନାହାନ୍ତି ତା ଅର୍ଥ ଆପଣ ତାକୁ ପାଇବା ପାଇଁ ଯୋଗ୍ୟ ନୁହେଁ। ଯଦି ଭଗବାନ ଆପଣଙ୍କୁ କିଛି ଦେଉନାହାନ୍ତି ତାକୁ ଆପଣ ଯୋଗ୍ୟ ନୁହେଁ କ'ଣ ପାଇଁ? ଆପଣ ସେ ସମ୍ପର୍କିତ କର୍ମ କରିନାହାନ୍ତି, ଆପଣଙ୍କର ସେ ସମ୍ପର୍କିତ କିଛି ଅକର୍ମ ମଧ୍ୟ କରିଥିବେ। ତେଣୁ ଆପଣ ସେଇ ଜିନିଷଟା ପାଇବେ ନାହିଁ, ଯେଉଁଟାକି ଜ୍ୟୋତିଷରେ ବିଭିନ୍ନ ସାପ ହିସାବରେ ଦେଖାଯାଏ, ପିତୃସାପ, ମାତୃସାପ। ଇଏ ହେଲା ଗୋଟେ ଜିନିଷ। ଦ୍ୱିତୀୟ ହେଲା, ଯେତେବେଳେ ଆପଣଙ୍କର ଯଦି ସେମିତି କିଛି ମନସ୍କାମନା ଭିତରେ ଅଛି, ଆପଣ ତାକୁ ନ ଲୁଚେଇକି ଆପଣଙ୍କର ଯିଏ ଇଷ୍ଟ, ସେ ଯିଏ ବି ହୁଅନ୍ତୁ, ଯାହା ଆଖି ବୁଝିଦେଲେ ଆପଣଙ୍କ ଯାହାର ପିକ୍ଚରଟି ଆପଣଙ୍କ ସମ୍ମୁଖକୁ ଆସୁଛି, ସେ ହେଲେ ଆପଣଙ୍କର ଇଷ୍ଟ। ତେଣୁ ସେ ଇଷ୍ଟଙ୍କୁ ଆପଣ ଜଣାନ୍ତୁ। କିଛି କୌଣସି ମନ୍ତ୍ର, କୌଣସି ଜପ, କୌଣସି ତପ କରିବାର ଆବଶ୍ୟକତା ନାହିଁ। ଯଦି ତାହା ପ୍ରତିଫଳିତ ହେବାର ଅଛି ଆପଣଙ୍କ ଜୀବନରେ, ସେ ଖୁବ୍ ଶୀଘ୍ର ହେଇଯିବ। ଯଦି ନହେଲା ଆପଣ ଇଷ୍ଟଙ୍କ ପାଖରେ ବି କୁହନ୍ତୁ ଆପଣ ଯାହା ଦେଇଛନ୍ତି ଖୁବ୍ ଭଲ, ଆଉ କିଛି ଦରକାର ନାହିଁ। ମାତ୍ର ପ୍ରଥମ ଜିନିଷ କରିବେନି, ଯଦି କରିବେ ଆପଣଙ୍କ ଇଷ୍ଟ ହେଲେ ଆପଣଙ୍କ ପାଇଁ ସବୁଠୁ ବଡ଼। ଆଉ ଆପଣଙ୍କର କୁଳ ଦେବୀ କିମ୍ବା ଆପଣଙ୍କର ଗ୍ରାମ ଦେବୀ, କୁଳ ଦେବତା କିମ୍ବା ଗ୍ରାମ ଦେବତା, ଏମାନେ ମଧ୍ୟ ଆପଣଙ୍କର ଯେହେତୁ ପିତୃପୁରୁଷମାନେ ଆଙ୍କୁ ପୂଜା କରି ଆସିଛନ୍ତି, ଆପଣଙ୍କ ପିତୃପୁରୁଷଙ୍କ ଉପରେ ଆପଣଙ୍କର ଆଶୀଷ ଥାଏ। ତେଣୁ ଆପଣ ତାଙ୍କୁ ହିଁ ପୂଜା କଲେ ଆପଣଙ୍କର ଫଳପ୍ରଦ ହେଇଯିବ କିଛି ଜିନିଷ। ଏବେ ସେଗ୍ରିଗେସନ୍ ବି ହେଇଗଲାଣି। ଯଦି ଆପଣ କୋର୍ଟ କଚେରୀ ଚାହୁଁଛନ୍ତି, ବଗଳାମୁଖୀ ପୂଜା କରନ୍ତୁ। ଯଦି ଆପଣ ଶାନ୍ତି ଚାହୁଁଛନ୍ତି, ଶିବ ପୂଜା କରନ୍ତୁ। ଯଦି ଆପଣ କ'ଣ ଜୀବନରେ ବହୁତ ଡରି ଯାଉଛନ୍ତି, ହନୁମାନ ପୂଜା କରନ୍ତୁ। ନା, ଆପଣଙ୍କର ଇଷ୍ଟ ଆପଣଙ୍କୁ ସବୁ ସମସ୍ୟା ମୁକ୍ତ ବା ମୁକ୍ତି କରିପାରିବେ। ଯଦି ଆପଣ କୌଣସି ଦେବତା କିମ୍ବା ଦେବୀଙ୍କର ଅନୁଷ୍ଠାନ କରୁଛନ୍ତି, ନିଜ ତପସ୍ୟାରୁ ନିଜର କିମ୍ବା ଅନ୍ୟ କାହା ମାଧ୍ୟମରେ ନିଜର ନିଷ୍ଠା ଅଛି ଆପଣଙ୍କର ସେ ଦେବୀ କିମ୍ବା ଦେବତାଙ୍କ ଉପରେ, ସେଟା ଆପଣ ମନସ୍କାମନା ମନରେ ବାରମ୍ବାର ଭାବୁଛନ୍ତି ବୋଲି ସେଟା ହେଇଯାଉଛି। କିନ୍ତୁ କୌଣସି ଦେବୀ କିମ୍ବା ଦେବତାଙ୍କର କାମ ନୁହେଁ ଯେ ଆପଣଙ୍କୁ ଏଇ ଯେଉଁ ଛୋଟ ମୋଟ ଜିନିଷରେ ସେ ଲିପ୍ତ କରିକି ରଖିବେ। ତାଙ୍କର ମୁଖ୍ୟ କାମଟି ହେଲା ସିଏ ଆପଣଙ୍କୁ କେମିତି ଭବସାଗରରୁ ପାରି କରେଇବେ, ପତିତ ପାବନ। ଆଉ ସେଟା ପାରି କରିବା ପାଇଁ ହେଲେ ଆପଣ ହୁଏତ ସବୁ ସୁଖ ସୌହାର୍ଦ୍ଦ୍ୟ ଭିତରେ ଥାଆନ୍ତୁ, ଏଇ ଯେଉଁ ଜିନିଷ ଘର ଦ୍ୱାର ଗାଡ଼ି ଘୋଡ଼ା, କିନ୍ତୁ ଆପଣଙ୍କର ମନଟା ରହିବ ସବୁବେଳେ ମୋକ୍ଷ ଆଡ଼କୁ। ଆପଣ ସେଥିରେ ନିବୃତ ହୋଇକି ରହିବେ, ସହଜ ନୁହେଁ। ସେଇଥିପାଇଁ ଭଗବାନ ସବୁ ନେଇଯାଆନ୍ତି। କିନ୍ତୁ ଆମେ ମାଗୁ କ'ଣ ପ୍ରଭୁଙ୍କ ପାଖରେ? ଦିଅ। ଆମେ ବିଭିନ୍ନ ପ୍ରଭୁଙ୍କ ପାଖରେ ଯେଉଁ ହାତ ବଢ଼େଇ ଦେଉନା କେମିତି, ଏହାର ଅର୍ଥ ହେଲା ସମର୍ପଣ। ଯଦି ବାସ୍ତବରେ ଆପଣ ପଚାରିବେ, ମୋତେ ଲାଗୁଛି ବୋଧେ ଲୋକ ହାତ ବଢ଼େଇ ମାଗନ୍ତି, କ୍ଷମା କରିବେ ଭଳିଆ ଷ୍ଟେଟମେଣ୍ଟ ପାଇଁ, କିନ୍ତୁ ଏଟା ସତ। କାରଣ ଯଦି ସମର୍ପଣ ଥାନ୍ତା ତାହେଲେ ଆମେ କିଛି ମାଗିବାର ହିଁ ଦରକାର ନାହିଁ, କିଛି ହାତ ଟେକିବା ବି ଦରକାର ନାହିଁ। ଭଗବାନ ସର୍ବଦା ଆପଣଙ୍କ ପାଖରେ ଅଛନ୍ତି ଏବଂ ରହିବେ, ଏବଂ ଏମିତି ବହୁତ ସଂକେତ ଆପଣଙ୍କ ଜୀବନକୁ ଆସିବ ଯଦ୍ୱାରା ଆପଣ ଜାଣିପାରିବେ ଯେ ଭଗବାନ ଆପଣଙ୍କ ପାଖରେ ଅଛନ୍ତି। କିଛି ଗୋଟେ ଶକ୍ତି ସେ ଆପଣଙ୍କ ସାଙ୍ଗରେ ଅଛି। ହଉ, ଆଶା କରେ ଆପଣ ବୁଝିପାରିଥିବେ ଯେ କାହିଁକି ଆମେ କିଛି ପୂଜା ଅର୍ଚ୍ଚନା କରିବା ଦ୍ୱାରା ଆମର କିଛି ମନସ୍କାମନା ପୂରଣ ହେଇଯାଏ। ଯଦିଓ ମୋ ଭଳିଆ ମହାମୂର୍ଖ ବାରମ୍ବାର କହୁଛି ଯେ କିଛି ଗୋଟେ ମନସ୍କାମନା ପୂରଣ ହେବାଟା, କରିଦେବାଟା ଭଗବାନଙ୍କର ମୁଖ୍ୟ କାମ ନୁହେଁ। ମୁଖ୍ୟ କାମ ହେଲା ମୋକ୍ଷ।
ହଉ, ଯଦି ଆପଣଙ୍କର ଏ ସମ୍ବନ୍ଧରେ କିଛି ଦ୍ୱନ୍ଦ୍ୱ ବା ଡାଉଟ୍ସ ଥାଏ ତାହେଲେ ଆପଣ କମେଣ୍ଟ ସେକ୍ସନରେ ଲେଖିବେ। ମୁଁ ଚେଷ୍ଟା କରିବି ତାର ଉତ୍ତର ପ୍ରଦାନ କରିବା ପାଇଁ। ହଉ, ସେଇ ମହାଦେବଙ୍କର ଶରଣାଗତିରେ ଆପଣମାନଙ୍କର ଏବଂ ଜଗତର କଲ୍ୟାଣ କାମନା କରି ଆଜି ପାଇଁ ମୁଁ ରହିଲି। ଓମ୍ ନମଃ ଶିବାୟ।